ଆମର କାଲି ଆଉ ତା ଆଗରୁ ଦିନରେ 2 ଦିନ ଗୋଟେ ଗୋଟେ ଏକା ଜାଗାରେ ପରଦିନ ଆମର କ୍ୟାଣ୍ଟନମେଣ୍ଟ ଥାନାରେ ଆଟେମ୍ପ୍ଟ ହେଇଥିଲା ସ୍ନାଚିଂ କମ୍ ରବରିର। ଆଉ ତାପରେ ସିଡିଏ ଫେସ୍ 2ରେ ଗତକାଲି କ୍ରାଇମ୍ ହେଇଥିଲା। तो से जो एक्यूज ଥିଲେ ଆମେ ତାଙ୍କ ଭେହିକଲ ଆଇଡେଣ୍ଟିଫିକେସନ ଆଉ ଆଗରୁ ଡେଟାବେସ୍ ଜରିଆରେ ତାଙ୍କୁ ଆମେ ଆପ୍ରିହେଣ୍ଡ କରିଛୁ। ତାଙ୍କ ଠାରୁ ଯୋଉ ଚେନ୍ ଗୋଲ୍ଡ ଚେନ୍ ଯୋଉ ଚୋରି ହୋଇଥିଲା ସେଟା ବି ଆମେ ରିକଭର କରିଛୁ। ସେ ଯୋଉ ଆକ୍ୟୁଜ ଅଛନ୍ତି ହଉଛନ୍ତି ଗୋଟେ ଭେଟରାନ ଇଏ, ତାଙ୍କ ନାଁରେ ଆଗରୁ ବି 4ଟା କେସରେ ତାଙ୍କର ଇନଭଲଭମେଣ୍ଟ ଏବେ ଯାଏ ଆସର୍ଟେନ୍ ହେଇଛି। मंगलाबाग, जगतपुर, दरगाह बाजार और बारंग थाना रे और प्रेजेंटली दी केस रे भी तांका इन्वॉल्वमेंट जना पड़ुची। तांको हमें ऑर्गेनाइज क्राइम सेक्शन रे भी फॉरवर्ड करेगु। एटा विद इन 24 आवर्स हमारा डिटेक्शन ହେଇଛି ଯାହା ଭିତରେ ଆମର एसीपी जोन 2 जो जोन 3 रे चार्ज रे आईआईसी कैंटनमेंट आईआईसी मंगलाबाग तांकर टीम लगी के तांको बहुत प्रॉम्प्टली ଆମ ମଙ୍ଗଳାବାଗ पुलिस स्टेशन रे गत 15 तारीख रे गोटे क्राइम रिपोर्ट ହେଇଥିଲା कि मुदी किनिबा नारे दुकान रे आसिके किछि मुदी चोरी करके ईरानी गैंग ନେଇଥିବାର ଆମେ ଖବର ପାଇଥିଲୁ। ତାଙ୍କ सीसीटीवी फुटेज ପାଖାପାଖିର କଲେକ୍ଟ କଲା ପରେ ତାଙ୍କ ଆଇଡେଣ୍ଟିଫିକେସନ କରାଯାଇଥିଲା। ବହୁତ ସର୍ଭେଲାନ୍ସ ପରେ ସେମାନଙ୍କର ଆମେ ଜଣକୁ ଧରିଛୁ जो कि ନୂଆପଡାର ଜୋଙ୍ଗ पुलिस स्टेशन ରେ ରହିବାର ଅଛି। ତାଙ୍କ ନାଁରେ ଆଗରୁ ବି 2ଟା केसेस अच्छी इनफैक्ट 2022 ମାସରେ मंगलाबाग थानाରେ ବି ଗୋଟେ କ୍ରାଇମ୍ ହେଇଥିଲା जो अनडिटेक्टेड ରହିଥିଲା। ସେ ବି ଭିତରେ ତାଙ୍କର ସମ୍ପୃକ୍ତି ଜଣା ପଡିଛି। जो ଆକ୍ୟୁଜ ଧରା ହେଇଛନ୍ତି ତାଙ୍କର ନାଁ ହଉଛି ମୁକ୍ତାର ଅଲି, ଖରିଆର ରୋଡ, ଜୋଙ୍ଗ पुलिस स्टेशन ନୂଆପଡାରେ। ସେ ଆମ ଏଠି କ୍ରାଇମ୍ କରିବା ବେଳେ ରାୟଗଡା ଏରିଆରେ ରହୁଥିଲେ। तो प्राय आम टीम रायगड़ा बॉर्डरिंग आंध्रा एरिया तापरे नूआपड़ा से एरिया ट्रैक कला परे तांको धरा ହେଇଛି। जोटा रिकवरी पार्ट भी हमें गोल्ड ऑर्नामेंट्स रिकवर करिଛୁ। 6टा गोल्ड ऑर्नामेंट लेडीज फिंगर रिंग 4टा तांक ଠାରୁ रिकवर କରାଯାଇଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କର ଯୋଉ ଏମଓ ହଉଛି ଯେତେବେଳେ ବି କୋଉଠି ଅକରେନ୍ସ କରାଇବେ ସେ ଅକରେନ୍ସ ପୂର୍ବରୁ କି ଅଲଗା ଜାଗାରେ ରହିକି ଦୁରିଆ ସେଠୁ ଆସିକି ଆଉ ଥରେ କ୍ରାଇମ୍ କରିକି ଅଲଗା ଜାଗା ସେଟଲ ହୁଅନ୍ତି। ତା ପାଇଁ ହିଁ ତାଙ୍କୁ ଟ୍ରାକ୍ କରିବା ଆଉ ଆପ୍ରିହେଣ୍ଡ କରିବା ଗୋଟେ ଚ୍ୟାଲେଞ୍ଜିଂ ଇଏ ଥିଲା। ଆମ ଟିମ୍ ତା ଭିତରେ ସଫଳ ହେଇଛି। ଆଉ ଜଣଙ୍କର ଇନଭଲଭମେଣ୍ଟ ଅଛି ସେଟା ଆମେ ଟ୍ରାକ୍ କରୁଛୁ। ସେ ଭିତରେ